ଆସନ୍ତୁ ମୋର ଭାବି ବୈଜ୍ଞାନିକ ସାଙ୍ଗମାନେ ଆଜି ଆମେ ଗୋଟେ ବହୁତ ବଡ଼ ବିଷୟରେ କଥା ହେବା। ଏମିତି ଏକ ବିଶ୍ୱ ପାଣିପାଗ ଘଟଣା ଯାହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା, ଆଉ ସେଇଟା ହେଉଛି ଏକ ସମ୍ଭାବ୍ୟ ସୁପର ଏଲ୍ ନିନୋ। ଆମେ ସିଧା ବିଜ୍ଞାନ ଭିତରକୁ ଯିବାନି, ନା, ଆଗେ ବୁଝିବା ଏହାର ପ୍ରଭାବ ଆମ ମଣିଷମାନଙ୍କ ଉପରେ କେମିତି ପଡ଼େ। କାହାଣୀଟା ଆରମ୍ଭ ହେଉଛି ଇତିହାସର ଏକ ବହୁତ ବଡ଼ ଆଉ ଭୟଙ୍କର ଚେତାବନୀରୁ। ଦେଖନ୍ତୁ, 150 ବର୍ଷ ତଳେ ଏମିତି ଏକ ପରିସ୍ଥିତି ଆସିଥିଲା ଯେଉଁଥିରେ ପୃଥିବୀର ପ୍ରାୟ 4% ଲୋକଙ୍କର ମୃତ୍ୟୁ ହୋଇଥିଲା। ଆଉ ଆଜିର ବୈଜ୍ଞାନିକମାନେ ସେହି ଘଟଣାକୁ ଦେଖି ଚିନ୍ତାରେ ଅଛନ୍ତି, କାରଣ ଯଦି ଇତିହାସ ପୁଣି ଥରେ ଦୋହରାଏ ତେବେ ପରିଣାମ ବହୁତ ଭୟଙ୍କର ହେବ। ଆଚ୍ଛା, ସେଇ 4%ର ମାନେ କ'ଣ? ଆଜିର ଜନସଂଖ୍ୟା ହିସାବରେ ଦେଖିଲେ ଏହା ପ୍ରାୟ 30ରୁ 40 ମିଲିୟନ ଲୋକଙ୍କ କଥା ଭାବି ପାରୁଛନ୍ତି। ଆଉ ସବୁଠୁ ଚିନ୍ତାର କଥା ହେଲା ସେହି ପୁରୁଣା ବିପଦର ପଦଧ୍ୱନି ଆମକୁ ଆଜି ବି ଶୁଭୁଛି। ତାର ସଂକେତ ଆମେ ଏବେଠୁ ଦେଖିବା ଆରମ୍ଭ କଲୁଣି। ଭାରତରେ ଏବେ ଯେଉଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଚାଲିଛି ତାହା ହିଁ ତାର ପ୍ରମାଣ। ଦେଖନ୍ତୁ, 9ଟା ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି। ତାପମାତ୍ରା ତ 40-45 ଡିଗ୍ରୀ ତଳକୁ ଆସୁନି। ରାଜସ୍ଥାନ ଭଳି ଜାଗାରେ ପର୍ଯ୍ୟଟନ ପୁରା ଠପ୍। ଏପରିକି ତାଜମହଲରେ ପର୍ଯ୍ୟଟକମାନେ ଅଂଶୁଘାତର ଶିକାର ହେଉଛନ୍ତି। ଆଉ ଦିଲ୍ଲୀରେ ତ ସ୍କୁଲମାନଙ୍କୁ କୁହାଯାଇଛି ପ୍ରତି 45 ମିନିଟ୍ରେ ପିଲାଙ୍କ ପାଇଁ ୱାଟର ବ୍ରେକ୍ ଦେବାକୁ। ଆଉ ଏଇ ଚାର୍ଟଟିକୁ ଟିକେ ଦେଖନ୍ତୁ, ଏଇଟା ପରିସ୍ଥିତିର ଗମ୍ଭୀରତାକୁ ବହୁତ ଭଲ ଭାବରେ ବୁଝେଇ ଦେଉଛି। କିଛିଦିନ ତଳର ତଥ୍ୟ ଅନୁସାରେ ପୃଥିବୀର ସବୁଠୁ ଗରମ 20ଟି ଜାଗା ଭିତରୁ 19ଟି ଜାଗା ଥିଲା କେବଳ ଭାରତରେ। ପାଣିପାଗ ମାନଚିତ୍ରକୁ ଦେଖିଲେ ଲାଗୁଛି ଯେମିତି ପୁରା ଦେଶ ନିଆଁରେ ଜଳୁଛି। ଏକଦମ ରକ୍ତ ଲାଲ ଗରମ। କେବଳ ପାହାଡ଼ିଆ ଅଞ୍ଚଳକୁ ଛାଡ଼ିଦେଲେ ନାକି ସବୁଠି ଅବସ୍ଥା ଖରାପ। ତ ଏତିସବୁ ପଛରେ କାରଣ କ'ଣ? କୋଉ ବିଶାଳ ଭୌଗୋଳିକ ଇଞ୍ଜିନ୍ ଏସବୁ ଚଳାଉଛି? ଏହାକୁ ବୁଝିବା ପାଇଁ ଆମକୁ ପାଣିପାଗ ବିଜ୍ଞାନର 2ଟା ମୂଳ ନିୟମକୁ ଫେରିବାକୁ ପଡ଼ିବ। ହଁ, ତ ଏଲ୍ ନିନୋକୁ ବୁଝିବାକୁ ହେଲେ ଆଗେ ବୁଝିବାକୁ ହେବ ଆମ ବାୟୁମଣ୍ଡଳ କାମ କରେ କେମିତି। ଏହାର 2ଟି ମୌଳିକ ନିୟମ ରହିଛି। ଚାଲନ୍ତୁ ଆରମ୍ଭ କରିବା। ପ୍ରଥମ ନିୟମଟା ବହୁତ ସରଳ। ଏହାକୁ କୁହାଯାଏ ସଂବହନ ବା କନଭେକ୍ସନ୍। ଏହାର ମାନେ ହେଲା ଗରମ ଜିନିଷ, ସେ ପାଣି ହେଉ କି ପବନ, ସବୁବେଳେ ଉପରକୁ ଉଠେ। ଆପଣମାନେ ଦେଖିଥିବେ ଗରମ ପାଣି ପାତ୍ରରୁ ବାମ୍ପ କେମିତି ଉପରକୁ ଯାଏ, ଠିକ୍ ସେମିତି। ଆଉ ବର୍ଷା ହେବା ପଛରେ ଏଇଟା ହେଉଛି ପ୍ରଥମ କାରଣ। ଆଉ ଏହି ସଂବହନରୁ ହିଁ ଆରମ୍ଭ ହୁଏ ବର୍ଷା ଚକ୍ର। ଦେଖନ୍ତୁ, ପ୍ରଥମେ ସୂର୍ଯ୍ୟ କିରଣରେ ସମୁଦ୍ର ପାଣି ଗରମ ହୁଏ। ତାପରେ ସେଇ ଗରମ ଓଦା ପବନ ହାଲୁକା ହୋଇ ଉପରକୁ ଉଠେ। ଉପରେ ପହଞ୍ଚିଲା ପରେ ସେଇ ପବନ ଥଣ୍ଡା ହୋଇଯାଏ ଆଉ ମେଘ ତିଆରି କରେ। ଆଉ ଶେଷରେ ସେଇ ମେଘରୁ ପାଣି ଟୋପା ବର୍ଷା ହୋଇ ତଳକୁ ଖସେ। ତ ମୂଳ କଥା ହେଲା ଗରମ ସମୁଦ୍ର ପାଣି ହିଁ ଏ ପୂରା ଚକ୍ରର ଇନ୍ଧନ। ଆଚ୍ଛା, ଏବେ ଆସିବା ଦ୍ୱିତୀୟ ନିୟମକୁ। ଏହା ହେଉଛି ଚାପ ପ୍ରବଣତା ବା ପ୍ରେସର ଗ୍ରେଡିଏଣ୍ଟ। ଏହାର ଅର୍ଥ ବି ବହୁତ ସହଜ। ପବନ ସବୁବେଳେ ଅଧିକ ଚାପ ଥିବା ଜାଗାରୁ, ମାନେ ଯେଉଁଠି ପବନର ଭିଡ଼ ବେଶୀ, ସେଠୁ କମ୍ ଚାପ ଥିବା ଜାଗାକୁ, ମାନେ ଖାଲି ଜାଗାକୁ ବହିଥାଏ। ଠିକ୍ ଯେମିତି ଗୋଟେ ଘରେ ଧୂପକାଠି ଲଗାଇଲେ ତାର ଧୂଆଁ ସବୁଆଡ଼େ ବ୍ୟାପିଯାଏ, ସେମିତି। ତେବେ ମନେ ରଖନ୍ତୁ ଏଇ 2ଟା କଥା। 1. ଗରମ ପବନ ଉପରକୁ ଉଠେ, ଆଉ 2. ପବନ ଉଚ୍ଚ ଚାପରୁ ନିମ୍ନ ଚାପ ଆଡ଼କୁ ବହେ। ବସ୍, ଏହି 2ଟି ସରଳ ନିୟମ ଉପରେ ପୁରା ଦୁନିଆର ପାଣିପାଗ ଚାଲିଛି, ଛୋଟ ପବନଠୁ ଆରମ୍ଭ କରି ଶକ୍ତିଶାଳୀ ମୌସୁମୀ ପର୍ଯ୍ୟନ୍ତ। ଏବେ ଚଲନ୍ତୁ ଦେଖିବା ଏହି ନିୟମ ପ୍ରଶାନ୍ତ ମହାସାଗରରେ କେମିତି କାମ କରୁଛି। ଏବେ ଆମେ ଯିବା ବିଶ୍ୱ ପାଣିପାଗର ସବୁଠାରୁ ବଡ଼ ଖେଳ ପଡ଼ିଆକୁ, ଆଉ ସେଇଟା ହେଉଛି ବିଶାଳ ପ୍ରଶାନ୍ତ ମହାସାଗର। ସାଧାରଣତଃ କ'ଣ ହୁଏ, ପ୍ରଶାନ୍ତ ମହାସାଗର ଗୋଟେ ବହୁତ ଭଲ ମେସିନ୍ ବୋଲି କାମ କରେ। ତାର ସବୁ କାମ ଏକଦମ ନିୟମିତ ଆଉ ପୂର୍ବାନୁମାନ ଯୋଗ୍ୟ। ଦେଖନ୍ତୁ, ସାଧାରଣ ବର୍ଷରେ କ'ଣ ହୁଏ? ବିଷୁବରେଖା ପାଖରେ ଶକ୍ତିଶାଳୀ ବାଣିଜ୍ୟ ବାୟୁ ପୂର୍ବରୁ ପଶ୍ଚିମ ଆଡ଼କୁ ବହେ। ଏହି ପବନ ସମୁଦ୍ର ଉପର ଗରମ ପାଣିକୁ ପଶ୍ଚିମ ଦିଗକୁ ଠେଲି ନେଇଯାଏ। ଫଳରେ ଅଷ୍ଟ୍ରେଲିଆ ଆଉ ଇଣ୍ଡୋନେସିଆ ପାଖରେ ବହୁତ ଗରମ ପାଣି ଜମା ହୁଏ। ଆଉ ଯେଉଁଠି ଗରମ ପାଣି, ସେଇଠି ଉଚ୍ଚ ସଂବହନ, ଆଉ ତାପରେ ପ୍ରବଳ ବର୍ଷା। ଏଇଟା ହେଉଛି ସ୍ୱାଭାବିକ ଅବସ୍ଥା। କିନ୍ତୁ ଯଦି ଏହି ମେସିନ୍ଟା ହଠାତ୍ ଖରାପ ହୋଇଯାଏ, ସେତେବେଳେ କ'ଣ ହେବ? ବାସ୍, ସେହି ପରିସ୍ଥିତିକୁ ହିଁ ଆମେ କହୁ ଏଲ୍ ନିନୋ। ଆସନ୍ତୁ ଏବେ ତୁଳନା କରି ଦେଖିବା ସ୍ୱାଭାବିକ ପରିସ୍ଥିତି ଆଉ ଏଲ୍ ନିନୋ ପରିସ୍ଥିତି ଭିତରେ ଫରକ କ'ଣ। ଯେଉଁ ବର୍ଷ ଏଲ୍ ନିନୋ ଆସେ, ସେହି ବାଣିଜ୍ୟ ବାୟୁ ଦୁର୍ବଳ ହୋଇଯାଏ। କେବେ କେବେ ତ ଅଲ୍ଟା ବି ବହିବାକୁ ଲାଗେ। ଫଳରେ ଯେଉଁ ଗରମ ପାଣି ପଶ୍ଚିମରେ ଜମା ହୋଇଥିଲା ତାକୁ ଆଉ କେହି ଅଟକେଇ ପାରନ୍ତିନି। ସେହି ବିଶାଳ ଗରମ ପାଣିର ପୁଲ୍ ଧୀରେ ଧୀରେ ପୂର୍ବ ଦିଗକୁ ମାଡ଼ି ଆସେ। ଆଉ ଆମେ ଜାଣିଛେ
ଯେଉଁଠି ଗରମ ପାଣି ସେଇଠି ବର୍ଷା, ତେଣୁ ବର୍ଷାର ପୁରା ଢାଞ୍ଚା ହିଁ ବଦଳିଯାଏ। ଆଉ ଏହାର ପ୍ରଭାବ କେବଳ ପ୍ରଶାନ୍ତ ମହାସାଗରରେ ସୀମିତ ରହେ ନା, ଏହା ଏକ ତରଙ୍ଗ ଭଳି ସାରା ପୃଥିବୀରେ ବ୍ୟାପିଯାଏ ଆଉ ଶେଷରେ ଆସି ପହଞ୍ଚେ ଆମ ଭାରତରେ। କେମିତି? ଦେଖନ୍ତୁ, ପ୍ରଶାନ୍ତ ମହାସାଗରର ତାପ ଇଞ୍ଜିନରେ ଏହି ପରିବର୍ତ୍ତନ ଯୋଗୁଁ ପୃଥିବୀର ବାୟୁମଣ୍ଡଳୀୟ ଚାପ ପ୍ରଣାଳୀ ଗଡ଼ବଡ଼ ହୋଇଯାଏ, ଆଉ ଆମ ଭାରତୀୟ ମୌସୁମୀ ତ ସେହି ଚାପ ପ୍ରଣାଳୀ ଉପରେ ହିଁ ନିର୍ଭର କରେ। ତେଣୁ ଏଲ୍‌ନିନୋ ଆମ ମୌସୁମୀକୁ ଦୁର୍ବଳ କରିଦିଏ। ଆଉ ଏଇଟା କେବଳ ଗୋଟେ ପାଣିପାଗ ପୂର୍ବାନୁମାନ ନୁହେଁ, ଏହା ପଛରେ ରହିଛି ଏକ ଲମ୍ବା ଆଉ ବହୁତ ଗମ୍ଭୀର ଇତିହାସ। ଇତିହାସକୁ ଦେଖିଲେ ଆମେ ଭବିଷ୍ୟତ ପାଇଁ କିଛି ଶିଖିପାରିବା। 1877 ମସିହାରେ ଏକ ଭୟଙ୍କର ସୁପର ଏଲ୍ ନିନୋ ଆସିଥିଲା, ଯାହା ସାରା ପୃଥିବୀରେ ମରୁଡ଼ି ଆଉ ଦୁର୍ଭିକ୍ଷ ଆଣିଥିଲା। ଏହାକୁ ମହାଦୁର୍ଭିକ୍ଷ ବୋଲି କୁହାଯାଏ। ଆଉ ଆଜି ଆଉ ଏକ ଶକ୍ତିଶାଳୀ ଏଲ୍ ନିନୋ ତିଆରି ହେଉଛି, ଯାହାର ପ୍ରଭାବ ଆମେ ଭାରତରେ ଦେଖିବା ଆରମ୍ଭ କଲୁଣି। ବୈଜ୍ଞାନିକମାନେ ଚେତାବନୀ ଦେଉଛନ୍ତି ଯେ 2026-27 ବେଳକୁ ଏହା 1877 ପରଠାରୁ ସବୁଠୁ ଶକ୍ତିଶାଳୀ ଏଲ୍ ନିନୋ ହୋଇପାରେ। ତେବେ ଶେଷରେ ଗୋଟେ ବଡ଼ ପ୍ରଶ୍ନ ଆସିଛି। ଆମ ପୃଥିବୀ ଯେମିତି ଧୀରେ ଧୀରେ ଗରମ ହେବାରେ ଲାଗିଛି, ଏଭଳି ଚରମ ପାଣିପାଗ, ଏହା କ'ଣ ଆମର ନୂଆ ସ୍ୱାଭାବିକ ଜୀବନ ହେବାକୁ ଯାଉଛି? ଏଇଟା କ'ଣ ଗୋଟେ ବିରଳ ଘଟଣା, ନା ଆମ ଭବିଷ୍ୟତର ଜଳବାୟୁର ଏକ ଝଲକ? ଏହା ଉପରେ ଚିନ୍ତା କରିବା ନିହାତି ଜରୁରୀ।